ଆଜି ସକାଳୁ ସକାଳୁ ମୁଁ କୌଣସି ଜିନିଷ ଫେସବୁକ୍ରେ ପୋଷ୍ଟ କରିପାରିଲିନି, କାହିଁକି ନା କାଲି ଆମ ଟିକାବାଲରେ ଦୁଇଟା ଅପେରା ଚାଲିଥିଲା। ଅପେରା ଦେଖି ରାତି ଅନିଦ୍ରା ହେଇଗଲି। ସକାଳୁ ଉଠିବି ଭାବୁଛି କିନ୍ତୁ ଉଠି ପାରୁନି। ଯେତେବେଳେ ବି ହଠାତ୍ ନିଦ ଭାଙ୍ଗିଲା ଦେଖିଲି ନା ମୁଁ ଆଜି ମୋର ସାଙ୍ଗ ବନ୍ଧୁମାନଙ୍କୁ କିଛି ଗୋଟେ ନିଶ୍ଚୟ ମେସେଜ୍ ଦେବି, ଯେହେତୁ ମୋ ବନ୍ଧୁମାନେ ମୋତେ ଜଗିଥିବେ। ଆଉ ଠିକ୍ ଅଛି, ଭଲ ହେଲା। ଆଉ ଆଜି ଯାହା କହିବା ଗୋଟେ ଖୁସିର ଜୋକ୍ ଗୋଟେ କହିବି। ଦିନେ ପଡ଼ୋଶୀ ଘର ମଣ୍ଟୁକୁ ପଚାରିଲେ, ଆରେ ମଣ୍ଟୁ, ତମ ଘରେ ସବୁବେଳେ କ'ଣ ହସର ଶବ୍ଦ ଆସୁଛି? ହସ ଖୁସି ରହିବାର ରହସ୍ୟ କ'ଣ? ମଣ୍ଟୁ ହସି ହସି କହିଲା, ଯେତେବେଳେ ମୋ ସ୍ତ୍ରୀ ମୋତେ ରାଗିକିରି ବାସନ ଫୋପାଡ଼େ, ସେ ମୋତେ ବାଜିଗଲେ ସିଏ ହସେ, ଆଉ ଯେତେବେଳେ ନ ବାଜେ ମୁଁ ହସିଦିଏ। ଏହିପରି ହସ ଖୁସିରେ ମୋର ଦିନ କଟୁଛି ଆଉ।